ଆଜି ଆମେ କଥା ହେବା ଦି ସିକ୍ରେଟ୍ ବିଷୟରେ। ହଁ, ସେ ଧାରଣା ଯାହାକୁ ନେଇ ସାରା ଦୁନିଆରେ ବହୁ ଚର୍ଚ୍ଚା ହୋଇଛି। କୁହାଯାଏ ଯେ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଇ ଦେଇଛି। କିନ୍ତୁ ଏହାର ମୂଳ କଥାଟା ପ୍ରକୃତରେ କ'ଣ? ଚାଲନ୍ତୁ ଏହାର ରହସ୍ୟକୁ ଟିକେ ଖୋଲିକି ଦେଖିବା। କେବେ ଭାବିଛନ୍ତି କି ଆମ ମୁଣ୍ଡ ଭିତରେ ଯାହା ସବୁ ଚାଲିଥାଏ, ଆମର ଭାବନା, ଆମର ଚିନ୍ତା, ସେସବୁ କ'ଣ ବାହାର ଦୁନିଆକୁ, ଆମ ବାସ୍ତବତାକୁ ପ୍ରଭାବିତ କରିପାରେ? ଏଇ ଗୋଟିଏ ପ୍ରଶ୍ନ ହିଁ ହେଉଛି ଦ ସିକ୍ରେଟ୍ର ପୁରା କାହାଣୀର ଆଧାର। ତେବେ ଚାଲନ୍ତୁ ଏହାର ମୂଳ କଥାକୁ ଯିବା। ଦି ସିକ୍ରେଟ୍ ପଛରେ ଥିବା ସବୁଠୁ ମୁଖ୍ୟ ଧାରଣା ବା ଆମେ କହିପାରିବା ବ୍ରହ୍ମାଣ୍ଡର ସେହି ମୂଳ ନିୟମଟି କ'ଣ? ଏହାର ପୂରା ଦର୍ଶନ ଗୋଟିଏ ବହୁ ଶକ୍ତିଶାଳୀ ସିଦ୍ଧାନ୍ତ ଉପରେ ହିଁ ଠିଆ ହୋଇଛି। ଆଉ ସେହି ନିୟମଟି ହେଉଛି ଆକର୍ଷଣର ନିୟମ ବା ଲ ଅଫ୍ ଆଟ୍ରାକ୍ସନ୍। ଏହାର ଅର୍ଥ ବହୁତ ସରଳ। ଲାଇକ୍ ଆଟ୍ରାକ୍ଟସ୍ ଲାଇକ୍, ଅର୍ଥାତ୍ ସମାନ ଜିନିଷ ସମାନ ଜିନିଷକୁ ଟାଣିଥାଏ। ଭାବିନିଅନ୍ତୁ, ଆମର ଚିନ୍ତାଧାରା ଗୋଟେ ଚୁମ୍ବକ ଭଳି। ଯଦି ଆମେ ସକାରାତ୍ମକ କଥା ଭାବିବା, ତେବେ ଆମ ଜୀବନକୁ ଭଲ ଜିନିଷ ଆସିବ। ଆଉ ଯଦି ଆମେ ନକାରାତ୍ମକ ଭାବନାରେ ବୁଡ଼ି ରହିବା, ତେବେ ଫଳାଫଳ ବି ସେମିତି ହିଁ ହେବ। ସିଧା କଥା ହେଲା, ଆମର ଚିନ୍ତା ହିଁ ଆମର ବାସ୍ତବତାକୁ ଗଢ଼େ। ଏହି ଦର୍ଶନ କହେ ଯେ ଆଜି ଆମ ଜୀବନରେ ଯାହା ବି ଘଟୁଛି, ତାହା କେଉଁଠି ନା କେଉଁଠି ଆମ ଅତୀତର ଭାବନାର ହିଁ ପ୍ରତିଫଳନ। ଏହା ଗୋଟେ ଆଇନା ଭଳି। ତେଣୁ ଯଦି ଆମେ ଆମ ଭବିଷ୍ୟତକୁ ବଦଳାଇବାକୁ ଚାହୁଁଛେ, ତେବେ ତାର ଆରମ୍ଭ ଆମକୁ ଆଜିର ଚିନ୍ତାଧାରାରୁ ହିଁ କରିବାକୁ ପଡ଼ିବ। ଏହି କଥାଟି କେତେ ସୁନ୍ଦର ଭାବରେ କୁହାଯାଇଛି ଦେଖନ୍ତୁ। ଏହାର ଅର୍ଥ ହେଲା, ଆମ ଜୀବନର ଡୋରି ସମ୍ପୂର୍ଣ୍ଣ ଭାବେ ଆମ ହାତରେ ହିଁ ଅଛି। ଆମେ ସମସ୍ତେ ନିଜ ନିଜ ଭାଗ୍ୟର ଶିଳ୍ପୀ। ଆଉ ଆମର ଚିନ୍ତାଧାରା ହେଉଛି ସେହି ଛେଣି ଆଉ ହାତୁଡ଼ି, ଯାହାକୁ ବ୍ୟବହାର କରି ଆମେ ନିଜ ଭବିଷ୍ୟତର ମୂର୍ତ୍ତିକୁ ଗଢ଼ିଥାଉ। ଆଚ୍ଛା, ଏସବୁ ତ ଥିଓରି ଗଲା, କିନ୍ତୁ ପ୍ରକୃତରେ ଏହାକୁ କାମରେ ଲଗେଇବା କେମିତି? ମନୋକାମନା ପୂରଣ ପାଇଁ କ'ଣ କରିବାକୁ ହେବ? ଦି ସିକ୍ରେଟ୍ ଏଥିପାଇଁ ଗୋଟେ ବହୁତ ସରଳ 3 ପର୍ଯ୍ୟାୟର ପ୍ରକ୍ରିୟା ବିଷୟରେ କହିଥାଏ। ଚାଲନ୍ତୁ ସେଇ ପ୍ରକ୍ରିୟାକୁ ଟିକେ ଭଲ ଭାବେ ବୁଝିବା। ଏହି ପ୍ରକ୍ରିୟାଟି ବହୁତ ସିଧାସାଧା। ଏହାର 3ଟି ଷ୍ଟେପ୍ ଅଛି। ପ୍ରଥମ ଷ୍ଟେପ୍ ହେଲା ମାଗିବା, ମାନେ ଆମକୁ ପ୍ରକୃତରେ କ'ଣ ଦରକାର ତାହାକୁ ନେଇ ଆମ ମନରେ କୌଣସି ଦ୍ୱନ୍ଦ୍ୱ ନଥିବା ଦରକାର, ପୁରା ସ୍ପଷ୍ଟ ହେବାକୁ ପଡ଼ିବ। ଦ୍ୱିତୀୟ ଷ୍ଟେପ୍ ହେଲା ବିଶ୍ୱାସ କରିବା। ଏଇଟା ଟିକେ କଷ୍ଟ, କାରଣ ଏଠି ଆମକୁ ଏମିତି ବିଶ୍ୱାସ କରିବାକୁ ପଡ଼ିବ ଯେମିତି ସେ ଜିନିଷଟା ଆମକୁ ମିଳିସାରିଛି। ଆଉ ଶେଷ ଷ୍ଟେପ୍ ଗ୍ରହଣ କରିବା। ଏହାର ଅର୍ଥ, ଯେତେବେଳେ ଆମର ଇଚ୍ଛା ପୂରଣ ହେବ, ସେତେବେଳେ ଯେଉଁ ଖୁସି ମିଳିବ, ସେହି ଖୁସିକୁ ଏବେଠାରୁ ଅନୁଭବ କରିବା। ହଁ, ଆମେ ଯେଉଁ ଦ୍ୱିତୀୟ ଷ୍ଟେପ୍ ବିଶ୍ୱାସ ବିଷୟରେ କଥା ହେଉଥିଲେ, ତାର ସବୁଠୁ ବଡ଼ ରହସ୍ୟ ହେଉଛି ଆକ୍ଟ ଆଜ୍ ଇଫ୍ ଟେକ୍ନିକ୍। ଏହାର ମାନେ ହେଲା, ଆମେ ଯାହା ପାଇବାକୁ ଚାହୁଁଛେ ତାକୁ ପାଇସାରିଛେ ବୋଲି ଭାବି ସେହି ଅନୁସାରେ ଆଚରଣ କରିବା। କେମିତି ମିଳିବ, କେବେ ମିଳିବ, ଏସବୁ ଚିନ୍ତା କରିବାର ଦାୟିତ୍ୱ ଆମର ନୁହେଁ। ଏହି ଦର୍ଶନ ଅନୁସାରେ ସେ ଦାୟିତ୍ୱ ହେଉଛି ବ୍ରହ୍ମାଣ୍ଡର। ଠିକ୍ ଅଛି, ଏସବୁ ତ ବୁଝିହେଲା। କିନ୍ତୁ ଆମେ ତ ମଣିଷ। ଆମ ମନ ସବୁବେଳେ ସକାରାତ୍ମକ ରହିବା ସମ୍ଭବ ନୁହେଁ। ତେବେ ଏହି ପଜିଟିଭ୍ ଭାଇବ୍ରେସନ୍ ବା ସକାରାତ୍ମକ ତରଙ୍ଗକୁ ପ୍ରତିଦିନ କେମିତି ବଜାୟ ରଖାଯିବ? ଏଥିପାଇଁ କିଛି ପ୍ରାକ୍ଟିକାଲ ଟୁଲ୍ସ ବା ଦୈନିକ ଅଭ୍ୟାସ ବିଷୟରେ କୁହାଯାଇଛି। ଚାଲନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା। ଏଥିରେ ମୁଖ୍ୟତଃ 3ଟି ଜିନିଷ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଥମଟି ହେଲା ଭିଜୁଆଲାଇଜେସନ୍ ବା କଳ୍ପନା କରିବା। ଏହାର ଅର୍ଥ, ଆମେ ଯାହା ଚାହୁଁଛେ ତାହା ମିଳିସାରିଛି ବୋଲି ଭାବି ମନ ଭିତରେ ଗୋଟେ ଫିଲ୍ମ ଭଳି ଚଳେଇବା। ଦ୍ୱିତୀୟଟି ହେଲା ଭିଜନ୍ ବୋର୍ଡ। ଏଥିରେ ଆମେ ଆମର ଲକ୍ଷ୍ୟ ସହ ଜଡ଼ିତ ଫଟୋଗୁଡ଼ିକୁ ଗୋଟେ ବୋର୍ଡରେ ଲଗେଇ ପାରିବା, ଯାହା ଆମକୁ ସବୁବେଳେ ଆମ ଲକ୍ଷ୍ୟ ବିଷୟରେ ମନେ ପକାଇବ। ଆଉ ତୃତୀୟ, ଯାହାକୁ ସବୁଠୁ ଶକ୍ତିଶାଳୀ କୁହାଯାଏ, ତାହା ହେଉଛି ଗ୍ରାଟିଟ୍ୟୁଡ୍ ବା କୃତଜ୍ଞତା। ହଁ, କୃତଜ୍ଞତା। ଏହାକୁ ଏହି ଦର୍ଶନରେ ଗ୍ରେଟ୍ ମଲ୍ଟିପ୍ଲାୟର ବା ମହାନ ଗୁଣକ ବୋଲି କୁହାଯାଇଛି। କାହିଁକି ଜାଣନ୍ତି? କାରଣ ଯେଉଁ ମୁହୂର୍ତ୍ତରେ ଆମେ ଆମ ପାଖରେ କ'ଣ ନାହିଁ ବୋଲି ଚିନ୍ତା କରିବା ଛାଡ଼ି କ'ଣ ଅଛି ସେଥିପାଇଁ ଧନ୍ୟବାଦ ଦେବା ଆରମ୍ଭ କରୁ, ଠିକ୍ ସେହି ମୁହୂର୍ତ୍ତରେ ଆମର ପୁରା ଫୋକସ୍ ଅଭାବରୁ ପ୍ରଚୁରତା ଆଡ଼କୁ ଚାଲିଯାଏ। ଆଉ ଯେଉଁଠି ଫୋକସ୍, ସେଠି ଶକ୍ତି। ତେବେ ଏସବୁ ତତ୍ତ୍ୱକୁ ଆମେ ଆମ ଦୈନନ୍ଦିନ ଜୀବନର ମୁଖ୍ୟ କ୍ଷେତ୍ର ଯେମିତିକି ଟଙ୍କା ପଇସା, ସମ୍ପର୍କ ଆଉ ସ୍ୱାସ୍ଥ୍ୟ କ୍ଷେତ୍ରରେ କେମିତି ପ୍ରୟୋଗ କରିପାରିବା? ଆସନ୍ତୁ ଏବେ ସେ ବିଷୟରେ କଥା ହେବା। ଧନ ସମ୍ପତ୍ତି କଥା ଆସିଲେ ଏହି ସିଦ୍ଧାନ୍ତର ପ୍ରୟୋଗ ବହୁତ ଇଣ୍ଟରେଷ୍ଟିଂ। ଦେଖନ୍ତୁ, ଯଦି ଜଣେ ସବୁବେଳେ ନିଜ ଋଣ ବିଷୟରେ ହିଁ ଚିନ୍ତା କରୁଥାଏ, ତେବେ ଆକର୍ଷଣର ନିୟମ ଅନୁସାରେ ସେ ନିଜ ଜୀବନକୁ ଆହୁରି ଅଧିକ ଅଭାବକୁ ହିଁ ଟାଣି ଆଣିବ।
କିନ୍ତୁ ତା ବଦଳରେ ଯଦି ସେ ପ୍ରଚୁରତା ବା ଅବଣ୍ଡାନ୍ସ ଉପରେ ଧ୍ୟାନ ଦିଏ, ସମ୍ପତ୍ତି ଆସୁଛି ବୋଲି ବିଶ୍ୱାସ କରେ, ତେବେ ଆର୍ଥିକ ସମୃଦ୍ଧି ପାଇଁ ନୂଆ ନୂଆ ରାସ୍ତା ଖୋଲିଯାଏ ବୋଲି କୁହାଯାଏ। ଆଉ ଏହି ନିୟମ କେବଳ ଟଙ୍କା ପାଇଁ ନୁହେଁ, ସମ୍ପର୍କ କ୍ଷେତ୍ରରେ ମଧ୍ୟ ଏହା କାମ କରେ। ଯଦି ଆମେ ଚାହୁଁଛେ ଯେ ଅନ୍ୟମାନେ ଆମକୁ ଭଲ ପାଆନ୍ତୁ, ସମ୍ମାନ ଦିଅନ୍ତୁ, ତେବେ ତାର ଆରମ୍ଭ ଆମକୁ ନିଜଠାରୁ ହିଁ କରିବାକୁ ପଡ଼ିବ। ଆମେ ନିଜକୁ ଯେମିତି ବ୍ୟବହାର କରିବା, ଦୁନିଆ ବି ଆମକୁ ସେମିତି ଦେଖିବ। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁସ୍ଥ ରହିବାର ସକାରାତ୍ମକ ଭାବନା ଏବଂ ଖୁସିରେ ରହିବା ଶରୀରର ନିଜକୁ ନିଜେ ସୁସ୍ଥ କରିବାର ଶକ୍ତିକୁ ବହୁଗୁଣିତ କରିଦିଏ ବୋଲି ବିଶ୍ୱାସ କରାଯାଏ। ଆସନ୍ତୁ ଏବେ ଆମ ଆଲୋଚନାର ଶେଷ ଭାଗକୁ ଯିବା। ଏଠାରେ ଆମେ ଏହି ଦର୍ଶନର ଗଭୀର ଆଧ୍ୟାତ୍ମିକ ଅର୍ଥକୁ ବୁଝିବାକୁ ଚେଷ୍ଟା କରିବା। କାରଣ ଦି ସିକ୍ରେଟ୍ କେବଳ ଗାଡ଼ି, ବଙ୍ଗଳା ବା ଟଙ୍କା ପାଇବା ବିଷୟରେ ନୁହେଁ, ଏହା ତାଠାରୁ ବହୁତ ଅଧିକ। ଏହାର ସବୁଠୁ ଗଭୀର ବାର୍ତ୍ତା ହେଲା, ଆମେ ପ୍ରତ୍ୟେକେ ଗୋଟେ ଗୋଟେ ଶକ୍ତି। ଆମେ କେବଳ ଏହି ଶରୀର ନୁହେଁ। ଓ ଜୀବନର ଉଦ୍ଦେଶ୍ୟ କ'ଣ? ଏହି ଦର୍ଶନ କହେ, ଜୀବନର କୌଣସି ପୂର୍ବ ନିର୍ଦ୍ଧାରିତ ଉଦ୍ଦେଶ୍ୟ ନାହିଁ। ଆମେ ଯାହାକୁ ଆମ ଜୀବନର ଉଦ୍ଦେଶ୍ୟ ବୋଲି ବାଛିବା, ତାହା ହିଁ ଆମ ଜୀବନର ଉଦ୍ଦେଶ୍ୟ ହୋଇଯିବ। ସମ୍ପୂର୍ଣ୍ଣ ସ୍ୱାଧୀନତା ଆମ ହାତରେ। କିନ୍ତୁ ଏତେ ସ୍ୱାଧୀନତା ଭିତରେ ଠିକ୍ ରାସ୍ତା କୋଉଟା, ଜଣାପଡ଼ିବ କେମିତି? ତା ପାଇଁ ବି ଗୋଟେ ବ୍ୟବସ୍ଥା ଅଛି। ଏହାକୁ ଏକ ଆଭ୍ୟନ୍ତରୀଣ ଜିପିଏସ୍ ବୋଲି କୁହାଯାଇଛି। ଆଉ ତାହା ହେଉଛି ଆନନ୍ଦ ବା ଜୟ। ଯେଉଁ କାମ କରିବା ବେଳେ ଆମକୁ ପ୍ରକୃତ ଖୁସି ମିଳେ, ଯେଉଁ ରାସ୍ତାରେ ଗଲେ ଆମକୁ ଭିତରୁ ଭଲ ଲାଗେ, ବୁଝିନେବାକୁ ହେବ ଯେ ସେଇଟା ହିଁ ଆମ ପାଇଁ ଠିକ୍ ରାସ୍ତା। ଆମ ଭିତରର ଜିପିଏସ୍ ସେହି ଦିଗକୁ ହିଁ ଇସାରା କରୁଛି। ତେବେ ଏହି ଆଲୋଚନାର ଶେଷରେ ଗୋଟିଏ ପ୍ରଶ୍ନ ସହିତ ସମସ୍ତଙ୍କୁ ଛାଡ଼ିଯିବାକୁ ଚାହିଁବି। ଯଦି ଆନନ୍ଦ ହିଁ ଆମ ଜୀବନର କମ୍ପାସ, ଆମର ପ୍ରକୃତ ମାର୍ଗଦର୍ଶକ, ତେବେ ଏହି ମୁହୂର୍ତ୍ତରେ ସେହି କମ୍ପାସର କଣ୍ଟା ଆମକୁ କେଉଁ ଦିଗକୁ ନେଇଯିବାକୁ ଇସାରା କରୁଛି? ଏହା ଉପରେ ଟିକେ ଭାବିବା ନିଶ୍ଚୟ ଆବଶ୍ୟକ। Thanks for watching Odiya's Talk Pathasala. Don't forget to like, share and subscribe. Your journey to financial freedom starts here.